ସାନ ବଡ଼ ବୋରେ ଚାରିଟା ହାର ଦେଖୁ ଚୁଡ଼ି ଫୁଡ଼ି ସାନ ବୋଉରେ ବି ହାର ଭାର ସବୁ ପୁଅର ବି ସବୁ ନେଇଛି ମୋର ଚେନ୍ ମୁଦି। କାଲି ଏଇ ପୁଅ ବଡ଼ ପୁଅ ଦୋକାନ କରିଥିଲା, ସାନ ପୁଅ ଯାଇଥିଲା କୋଉଠିକି ଆସିକି ତାକୁ ଟିକେ ଥକା ଲାଗିଛି ଶୋଇଥିଲା। ଆଉ ଆମର ରୋଷେଇ ସରିଲା ପରେ ଡାକିଲେ ଆଉ ଛୁଆ ଯାଇକି ଖାଇବା ଲାଗେ ସାନ ପୁଅ ଆସିଲା, ବଡ଼ ପୁଅ କିଛି ସମୟ ପରେ ଆସିଲା ଯେ ସମସ୍ତେ ଆମେ ଖାଉ ସାଙ୍ଗ ହେଇକି ଆଉ ଧରିକି ପ୍ଲେଟ୍ ବସିଛୁ। ସେଇ ଟାଇମ୍ରେ 4-5 ଜଣ କେତେ କି 3 ଜଣ କେତେ ଆସିଲେ, ଗୋଟେ ଅଳ୍ପ ହାଇଟ୍ର ପିଲାଟେ ଧରିକି କହିଲେ ଏମିତି ଆକ୍ସିଡେଣ୍ଟ ହେଇଗଲା ସିଲୁ ଭାଇ ଆଉ ପାଣି ଟିକେ ଦିଅ ମରିଯିବ ଲୋକଟା। ସେଠୁ ଚଢ଼ି ଯାଉଥିଲି ପଟିକକୁ ସେଠି ଜଗନ କହିଲା କାହିଁକି ପଟିକକୁ ସେବାଟେ ଯାଉଛ, କାହିଁକି ପାଣି ନେବ ଯଦି ତଳକୁ ଆସ। ସେଠୁ ତଳକୁ ଆସିବେ କଣ ଯାଇକି ସିଧା ଏଇ ପାଛରେ ଶୋଇଦେଲେ ପିଲାଟାକୁ। ଆଉ ଏପଟ ସେପଟ କି ଦି ସାଇଡ଼ରେ 2 ଜଣ ଛିଡ଼ା ହେଲେ। ସେଠୁ ଜଗନ ଟିକେ କହିଲା କ'ଣ ପାଇଁ ଘର ଭିତରକୁ ଚଢ଼ି ଆସୁଛ। ଆଉ ସେଇଠୁ ସିଏ କ'ଣ କଲା ନା ଇଏ କରି ଧକ୍କା ମାରିଲା ଭଳିଆ ଭିତରକୁ ପଶି ଯାଇକି ଜଗନକୁ ଦେଖେଇଦେଲା ବନ୍ଧୁକ। ଆଉ ସେଇଠୁ ସମସ୍ତଙ୍କୁ ପେଲା ଠେଲା କରିକି ଘରକୁ ପଶି ଯାଇକି ଆମକୁ ଚୁପ୍ କରିକି ସବୁ ମୋବାଇଲ ନେଇ ଯାଇକି ଆଉ ପିଟା ଇଏ କରିଲେ, ଧକ୍କା ମାରିଲେ। ମୁଁ କହୁଛି ମୁଁ କିଛି ନାହିଁ, ଛୁଆ ମୋର ଇଏ କରିନାହାନ୍ତି, କଷ୍ଟ କରି କରିଛନ୍ତି। ଆଉ ତୁମେ ମୋ ଯାହା କରୁଛ ମୋତେ ମାର ପଛକୁ ମୋ ଛୁଆଙ୍କୁ ଇଏ କରିନି, ଏଇ ଚୁପ୍ ରହ କରିକି ମୋତେ ପେଲି ଦେଇକି ଇଏ କରିକି ଆଉ ଯଦି କିଛି ଇଏ କରିବୁ ଅନୁରୋଧ କରି ଫାୟାରିଂ କରିଦେବୁ, ସେ ସୁଟ୍ କରିଦେବୁ ଏମିତି କହିବା କଥା। ସେଠୁ ଜଗନ ଆଉ ବଡ଼ ପୁଅ ସମସ୍ତେ ସେଠୁ ବସିଲୁ ସବୁ ଛୁଆ ଆଉ ବୋଉ ଆଉ ସାନ ବୋଉଟି ନଥିଲା, ଯାଇଥିଲା ବାପ ଘରକୁ, ଆଉ ସିଏ ବି ଆସିଲା ପଛରୁ। ଆଉ ଏମିତି ଇଏ କଲା ପରେ ଆମ ହାତରୁ ଖାଇବା ଛଡ଼େଇକି ନେଇଗଲେ, ଧରିଥିଲୁ ପ୍ଲେଟ୍ ସବୁ ଛଡ଼େଇ ନେଇଗଲେ ଥୋଇଦେଲେ। ସୁନା ବଡ଼ ବୋଉରେ ଗୋଟେ ଏତେ ବଡ଼ ଇଏରେ ଥିଲା କାନ ଗୋଟେ ଡବା, ଆମ ସାନ ବୋଉରେ ଗୋଟେ ଡବା ଥିଲା। ସାନ ବଡ଼ ବୋଉରେ 4ଟା ହାର ଦେଖୁ ଚୁଡ଼ି ଫୁଡ଼ି ସାନ ବୋଉରେ ବି ହାର ଭାର ସବୁ ପୁଅର ବି ସବୁ ନେଇଛି ମୋର ଚେନ୍ ମୁଦି ସବୁ ନେଇଛି। ସେମିତି ଆମେ ଜାଣିପାରିଲୁନୁ, ମୁହଁରେ ବାନ୍ଧିଥିଲେ ସେମିତି କିଛି ଜାଣିପାରିଲୁନୁ। ଓଡ଼ିଆରେ ସିଲୁ ଭାଇ ପୁରା ଡାକିଲେ। ଆଉ ତାପରେ ହିନ୍ଦୀରେ ସବୁ କଥାବାର୍ତ୍ତା କରିକି ଦେଖେଇଲେ, ଗନ୍ଧ ସବୁ ଦେଖେଇଲେ। 8 ଜଣ କି 9 ଜଣ ଖଣ୍ଡ। ଦେଖନ୍ତୁ ବର୍ତ୍ତମାନ NH49 ବାହେପଣ୍ଡା ନିକଟସ୍ଥ ମୋ ସାଙ୍ଗ ଜଗନ, ଡାକନା ତା ପୁରା ନାଲା ସଂଗ୍ରମେଶ୍ୱରୀ ନାୟକ, ଗତକାଲି ରାତି ପ୍ରାୟ 10:30 ପାଖାପାଖି ସଶସ୍ତ୍ର 8 ଜଣ ଡକାୟତ 7 ଜଣ ମୁଖା ପିନ୍ଧିଥିଲେ ଏବଂ ଜଣେ ମୁଖା ପିନ୍ଧିନଥିବା ବ୍ୟକ୍ତି ହଠାତ୍ ମାନେ ଗୋଟେ ଲୋକକୁ ଯେମିତି ଆକ୍ସିଡେଣ୍ଟ ବାହାନା କରି ତାକୁ ଧରିକିରି ନେଲେ 4 ଜଣ ଲୋକ। ହଠାତ୍ ଆମର ଯିଏ ଜଗନର ବଡ଼ ଭାଇ ସିଲୁନା ତାଙ୍କୁ ଡାକିଲେ, ନାଁ ଧରିକି ସିଲୁ ଭାଇ ପାଣି ଦିଅ, ଏ ଲୋକର ଆକ୍ସିଡେଣ୍ଟ ହେଇଯାଇଛି। ସେ ପାଣି ଦେବା ଉଦ୍ୟମ କଲେ, ଜଣେ ଭିତରକୁ ପଶିବାକୁ ଉଦ୍ୟମ କଲେ, ଜଗନ ତାକୁ ବିରୋଧ କଲା, ନା ତଳେ ଥାଉ ପାଣି ଦେବି। ହଠାତ୍ ତାକୁ ଗୋଟେ ଚାପୁଡ଼ା ମାରିଲା ପରେ ମାରା ଯେତେବେଳେ ଜଗନ ପୁଣି ପେଲି ଦେଲା ଏବଂ ସେଇ ପେଲିବା ସମୟରେ ଜଣେ ଯିଏ ମୁଖା ପିନ୍ଧିନଥିବା ବ୍ୟକ୍ତି ହଠାତ୍ 3 ରାଉଣ୍ଡ ଉପରକୁ ଫାୟାରିଂ କଲେ। ଦେଖନ୍ତୁ ଆଜି ବାୟାପଣ୍ଡାଦାରରେ ଗୋଟେ ଡକାତିର ଇନସିଡେଣ୍ଟ ହେଇଛି। ମୁଁ ନିଜେ ସ୍ପଟ ଭିଜିଟ୍ ପାଇଁ ଆସିଥିଲି। ଆମ ପାଖରେ କିଛି କ୍ଲୁ ଅଛି। ଆମେ ଭାବୁଛୁ ନିଶ୍ଚିତ ଭାବରେ ଯେଉଁମାନେ ଇ କରିଛନ୍ତି ସେମାନେ ଧରା ପଡ଼ିବେ। କାଲି ଯେଉଁ ତୁର୍ମୁଙ୍ଗାରେ ହେଇଥିଲା ସେଇ ଘଟଣାରେ ବି ଏମାନେ ହିଁ ସମ୍ପୃକ୍ତ ଅଛନ୍ତି। ଆମର ଇନଭେଷ୍ଟିଗେସନ ଚାଲିଛି, ଖାଲି ଏତିକି କହିପାରିବେ। ଦେଖନ୍ତୁ ଏସବୁ ପାର୍ଟ ଅଫ୍ ଇନଭେଷ୍ଟିଗେସନ ଅଛି। ଆମର ଇନଭେଷ୍ଟିଗେସନ ତଦନ୍ତ ସରିଲେ ଆମେ ସବୁ ତଥ୍ୟ ଆପଣଙ୍କୁ ଜଣାଇବୁ। ଏଇଟା ସବୁ ଇନଭେଷ୍ଟିଗେସନର ପାର୍ଟ ଅଛି। ଆମେ ଇନଭେଷ୍ଟିଗେସନ ସରିଲେ ଆପଣଙ୍କୁ ସବୁ ତଥ୍ୟ ଜଣାଇବୁ।